ଏବେ କାଳିଆ ଯୋଜନା ନାଁ ବଦଳି ଯାଇଛି। ଏବେ କାଳିଆ ଯୋଜନା ନାଁ ବଦଳି ଯାଇଛି। ଆଉ କାଳିଆ ଯୋଜନା ନାଁ ବଦଳରେ ଏବେ ସରକାର ଘୋଷଣା କରିଛନ୍ତି ସିଏମ୍ କିଷାନ ଯୋଜନା। ଆଉ ସିଏମ୍ କିଷାନ ଯୋଜନାରେ କାଳିଆ ଯୋଜନାର ସହାୟତା ପାଉଥିବା 46 ଲକ୍ଷ ଚାଷୀ ଭାଇ ଭଉଣୀମାନେ ଏବେ ସିଏମ୍ କିଷାନରେ ପାଇବାକୁ ଯାଉଛନ୍ତି 5,000 ଟଙ୍କା। ଏବେ ସିଏମ୍ କିଷାନ ଯୋଜନାରେ କାଳିଆ ଯୋଜନା ସହାୟତା ପାଉଥିବା ଚାଷୀ ଭାଇ ଭଉଣୀମାନେ ଏବେ ବର୍ଷକୁ ପାଇବାକୁ ଯାଉଛନ୍ତି 5,000 ଟଙ୍କା। ଏବେ ବିଜେଡି ସରକାର ବର୍ଷକୁ 2,000 କରିକି 4,000 ଟଙ୍କା ଦେଉଥିଲେ। ଗୋଟିଏ କିସ୍ତି ଅକ୍ଷୟ ତୃତୀୟାରେ ଦିଅନ୍ତି, ଆଉ ଗୋଟିଏ କିସ୍ତି ନୂଆଖାଇରେ ଦିଅନ୍ତି। ଚାଷୀ ଭାଇ ଭଉଣୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରନ୍ତି 2,000 ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ। ଏବେ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ଆଉ ବିଜେପି ସରକାର ଯେତେବେଳେ ଇଲେକ୍ସନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ହିଁ ପାଳନ କରୁଛି। ଇଲେକ୍ସନ ପୂର୍ବରୁ କହିଥିଲା ଯଦି ଓଡ଼ିଶାରେ ବିଜେପି ସରକାର ଆସେ ସବୁ ଯୋଜନା ଲାଗୁ କରିବେ। ଏବେ କାଳିଆ ଯୋଜନା ନାଁ ବଦଳି ଯାଇଛି। କାଳିଆ ଯୋଜନା ନାଁ ବଦଳରେ ଏବେ ସରକାର କରିଛନ୍ତି ସିଏମ୍ କିଷାନ ଯୋଜନା। କ୍ଷୁଦ୍ର ନାମମାତ୍ର ଚାଷୀ ପାଇବାକୁ ଯାଉଛନ୍ତି ବର୍ଷକୁ 5,000 ଟଙ୍କା ସିଏମ୍ କିଷାନ ଯୋଜନାରେ। ବହୁତ ବଡ଼ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି। ଭୂମିହୀନ ଚାଷୀ ଭାଇ ଭଉଣୀମାନଙ୍କୁ ଏ ସିଏମ୍ କିଷାନ ଯୋଜନାରେ ଯଦି ସାମିଲ କରନ୍ତେ ସରକାର, ଆଉ ଭୂମିହୀନ ଚାଷୀ ଭାଇ ଭଉଣୀମାନେ ମଧ୍ୟ ବହୁତ ଉପକୃତ ହୁଅନ୍ତେ। ବିଜେଡ଼ି ସରକାର ଏ ଭୂମିହୀନ ପରିବାରଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ ଡିବିଟି ମାଧ୍ୟମରେ କରିଛନ୍ତି। ଏ ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ଏମାନେ ସିଏମ୍ କିଷାନରେ ଯେମିତି ବର୍ଷକୁ 5,000 ଟଙ୍କା ପାଇବେ, ଭୂମିହୀନ ଚାଷୀମାନଙ୍କୁ ଏ ସିଏମ୍ କିଷାନର ଯଦି ସାମିଲ କରାଯାଆନ୍ତା ବହୁତ ଭଲ ହୁଅନ୍ତା। ଆଉ ଭୂମିହୀନ ଚାଷୀ ଭାଇ ଭଉଣୀମାନେ ମଧ୍ୟ ବହୁତ ଲାଭବାନ ହୁଅନ୍ତେ, ଆଉ ବହୁ ଉପକୃତ ମଧ୍ୟ ହୁଅନ୍ତେ। ବିଜେଡ଼ି ସରକାର 12,500 ଟଙ୍କା ମଧ୍ୟ ଏ ଭୂମିହୀନ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏବେ ସିଏମ୍ କିଷାନ ଯୋଜନାରେ ସରକାର କ୍ଷୁଦ୍ର ନାମମାତ୍ର ଚାଷୀକି ଯେମିତି ଏ ସିଏମ୍ କିଷାନ ଯୋଜନାରେ ସାମିଲ କଲେ, ଭୂମିହୀନ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଏ ସିଏମ୍ କିଷାନ ଯୋଜନାରେ ସାମିଲ ହେଲେ ବହୁତ ଭଲ ହୁଅନ୍ତା। ଆଉ 46 ଲକ୍ଷ ପରିବାର ଏ କାଳିଆ ଯୋଜନା ପାଉଥିବା ସହାୟତା ରାଶି ଏବେ ସିଏମ୍ କିଷାନ ଯୋଜନାରେ ପାଇବାକୁ ଯାଉଛନ୍ତି ବର୍ଷକୁ 5,000 ଟଙ୍କା। ଅଧିକରୁ ଅଧିକ ଲାଭବାନ ମଧ୍ୟ ହୋଇପାରିବେ ଏ କାଳିଆ ସହାୟତା ରାଶି ପାଉଥିବା ଚାଷୀ ଭାଇ ଭଉଣୀମାନେ ଏବେ ସିଏମ୍ କିଷାନ ଯୋଜନାରେ ପାଇବାକୁ ଯାଉଛନ୍ତି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।